हेलो हाय फ्रेंड्स ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଉ ଆଜି ମୁଁ ବ୍ଲଗ ଆରମ୍ଭ ହେଉଛି ସକାଳେ ମାନେ କାଲି ସକାଳେ ସନ୍ଧ୍ୟା ସରି କାଲି ସକାଳେ 8ଟା ବେଳୁ। ଆଉ ମୋ ଝିଅ ଆଜି କରିଥିଲା ସକାଳେ ପୋହା। ସେ ପୋହା ଆଜି ମୁଁ ଆଉ ଗୋଟେ କିଛି କରିବାକୁ ବୋଲି ଭାବୁଥିଲି କହିଲେ ଆଉ ମୋ ଝିଅକୁ ଖାଲି ପୋହା ଯଦି ଜଳଖିଆରେ ଦେଇଦେବି ସେ ଆଉ କିଛି ଦରକାର ନାହିଁ ତାର। ଏଇଠି ହିନ୍ଦୀ ଲୋକମାନଙ୍କର ମାନେ ଯେଉଁ ଚୁଡ଼ାକୁ ଟିକେ ବତୁରେଇବା ଦରକାର ନାହିଁ, ଖାଲି ଧୋଇକିରି ତାପରେ ସେଇଥିରେ ଆଳୁ ପିଆଜ ଆଉ ସେଇଥିରେ ଚିନାବାଦାମ ବି ଟିକେ ପକେଇକିରି ଯେଉଁ କରନ୍ତି ଏଠି ଟିକେ ମାନେ ତେଲ ଟିକେ ଦେଇକିରି ସେଗୁଡ଼ା ସବୁ ଟିକେ ଭାଜିଦେବେ। ତାପରେ ସେଥିରେ ଏଇଟା ପକେଇଦେବେ। ଆଉ ଏଇ ରେସିପିଟା ସାଧାରଣତଃ ସମସ୍ତେ ଜାଣିଥିବେ ବୋଧେ, ସେଥିପାଇଁ ମୁଁ ଅଲଗା ମାନେ କିଛି କହିବାକୁ ଚାହୁଁନି। ସେଥିପାଇଁ ଏଗୁଡ଼ା ସମସ୍ତଙ୍କ ଘରେ ପ୍ରସିଦ୍ଧ, ମାନେ ଏଇଠି ହିନ୍ଦୀ ଲୋକମାନେ ଆମ ଓଡ଼ିଆ ଲୋକ ବି ଜାଣିଛନ୍ତି ଏଇ ପୋହା କେମିତି ତିଆରି ହୁଏ। ସେଇ ପୋହା ମୋ ଝିଅକୁ ଭାରି ଭଲ ଲାଗେ ସେଥିପାଇଁ ସେ ପୋହା ମୋ ଝିଅ କହିଲା ମା ମୁଁ ଆଜି ଜଳଖିଆ କରିବି, କାହିଁକିନା ମୋର ଟିକେ କାମ ଥିଲା ରାତିରେ। ଯେଉଁ ଶନିବାର ଦିନ ରାତିରେ ଏତେ ଝଡ଼ ତୋଫାନ ହେଲା ଯେ ପୁରା ରାତି ଦିନ ତମାମ ଆମର ସନ୍ଧ୍ୟା 6ଟାରୁ ରାତି 10:30 11ଟା ପର୍ଯ୍ୟନ୍ତ ବିଲକୁଲ ଲାଇନ୍ ନଥିଲା। ସେଥିପାଇଁ ଯେଉଁ ସନ୍ଧ୍ୟାବେଳେ ଯେଉଁ କାମ ଗୁଡ଼ା ରହିଯାଇଥାଏ ସେଇ କାମ ଗୁଡ଼ା ସବୁ ଲାଇନ୍ ନଥିବା ହେତୁ ସେଗୁଡ଼ା ସବୁ ରହିଯାଇଥିଲା। ଆଉ ସେଇ କାମ ପୁରା ମାନେ ମୁଁ ସକାଳେ 4ଟା ବେଳେ ଉଠି, କିନ୍ତୁ ପୁରା ରାତି 11ଟା ପର୍ଯ୍ୟନ୍ତ ଲାଇନ୍ ନଥିଲା। ଆଉ ତାପରେ ଯାଇକି ଖାଇବା ପିଇବା ସବୁ କରିକିରି ଶୋଇଲା ବେଳକୁ ଟିକେ ଟାଇମ୍ ହେଇଗଲା। ଟାଇମ୍ ହେଲା ପରେ ସକାଳେ ଉଠିଲା ବେଳକୁ 5ଟା ବେଳେ ଉଠିଲା ବେଳକୁ ସେଗୁଡ଼ା ଟିକେ ବାକି ସବୁ ଯେଉଁ ଇଏ କାମ ରହିଯାଇଥିଲା ଘରର, ସେଗୁଡ଼ା ସବୁ କାମ କରିବାରୁ ମୋ ଗାଧୋଇବା ଲେଟ୍ ହେଇଗଲା ଆଉ ପୂଜା ବି ଲେଟ୍ ହେଇଗଲା। ସେଥିପାଇଁ ମୋ ଝିଅ କହିଲା ମା ଆଜି ତୁମେ କରିବାକୁ ଦରକାର ନାହିଁ, ମୁଁ ପୂଜା କରିନେବି, ମୁଁ ଜଳଖିଆ କରିନେବି। ମୁଁ କହିଲି ହଁ ଠିକ୍ ଅଛି, ତୋର ଯାହା ଯେଉଁ ଜଳଖିଆ ଦରକାର ସେଇ ଜଳଖିଆ କରିନେ। ଆଉ ସେଥିପାଇଁ ତାକୁ ଏଇ ପୋହା ଇଏ ହେଲା। ତା ବାପାଙ୍କୁ ବି କହିଥିଲା, ତା ବାପା କହିଲେ ମୁଁ କରିବି ଯେ କିନ୍ତୁ ମୁଁ ଯେମିତି କହିବି ସେମିତି ତୋତେ ଇଏ କରିବାକୁ ପଡ଼ିବ। ମୋ ଝିଅ କହିଲା ନା ମୁଁ ଜମା ତମ କଥା ଶୁଣିବିନି, ଆଉ ମୁଁ ମୋ ଅନୁସାରେ କରିବି। ସେଥିପାଇଁ ତା ବାପା କହିଲେ ହଉ ଠିକ୍ ଅଛି ତୁ ହିଁ କରେ ଜଳଖିଆ। ଆଉ ସିଏ ସେଥିପାଇଁ କରିକି ଦେଇଦେଲା। କରିକି ଦେଲା ପରେ ଜଳଖିଆ କଲା ପରେ ଆସିକି ପୂଜା କରୁଛି। ସେ ଜଳଖିଆ କରିକି ଦେଇଦେଲା। ମୋ ପୁଅର ଗାଧୋଇବା ପାଧୋଇବା ସବୁ ସରିଗଲା। ଆଉ ସିଏ ଗାୟତ୍ରୀ ଜପ କରେ ସବୁବେଳେ, ମାନେ ସକାଳେ ହିଁ କରେ। ସନ୍ଧ୍ୟାବେଳେ କରିବା କଥା କିନ୍ତୁ ସେ ସନ୍ଧ୍ୟାବେଳେ କରେନି, ସକାଳେ ହିଁ କରେ। ଆଉ ସେ ତା ପୂଜା ବି ସରିଯାଇଥିଲା। ଆଉ ସେ ଗାୟତ୍ରୀ ଜପ ହେରିକା କରିସାରିଲା। ତାପରେ ଜଳଖିଆ ନେଇକିରି ତା ପାଇଁ ତା ବାପାଙ୍କ ପାଇଁ ନେଇକି ତଳକୁ ପଳେଇଲା। ମୋ ଝିଅ ବି ବସିକିରି ପୂଜା କରୁଛି। ଆଉ ପୂଜା କରିଲା ପରେ ତା ଯାଇ କେଜାଣେ ଆଉ କ'ଣ କାମ କରିବ କ'ଣ ନାହିଁ। ଆଉ ତାକୁ ଡିଷ୍ଟର୍ବ କରିବା ମାନେ ଆମର ପୁରା ଦିନ ଯାକ ପୁରା କାମ ପୁରା ଇଏ ହେଇଯିବ। ତାକୁ ଯଦି କେଉଁ କାମ ୟା ପରେ କ'ଣ କରିବୁ ଯଦି ପଚାରିବେ, ଆଉ ଯଦି ପଚାରିବୁ ସେ ଏବେ ଯେଉଁ କାମ କରୁଥିବ ସେ କାମ ଛାଡ଼ିକି ସେଇଠି ପଳେଇବ। ମାନେ ଏତେ ପୁଅ ପିଲାଙ୍କର ବି ଏତେ ରାଗ ନଥିବ, ମୋ ଝିଅର ଏତେ ରାଗି, ଭାରି ରାଗି, ବହୁତ ରାଗି। ସିଏ ଦେଖିବାକୁ ମାନେ ଏମିତି ଇଏ ସିନା, ସିଏ ବହୁତ ରାଗି। ସେ ଯଦି ରାଗିଯିବ ଏମିତି ଚିଲେଇବ ଆଉ ତା ଚିଲେଇବା ଇଏ କରିବା ସମ୍ଭାଳିବା ବହୁତ କଷ୍ଟ, କାଠିକର ପାଠ। ସେଥିପାଇଁ ମୁଁ ଖାଲି ଧୀରେ ଧୀରେ ଖାଲି ତାକୁ ପୁଚକେଇକିରି ତାକୁ ଧୀରେ ଧୀରେ ମାନେ କହନ୍ତି ନା ପ୍ରେମରେ ମାନେ ଇଏ କରିକିରି ହେଲେ ସିଏ କହିବ। ନହେଲେ ଆଉ ତାକୁ ଟିକେ ଯଦି ମାନେ କିଏ ଚିଲେଇକିରି କଥା ହବ ସିଏ ଆଉ କାହା କଥା ଶୁଣିବନି। ମୁଁ ଟିକେ ଚିଲେଇଲେ ସିନା ମୋ କଥା ଶୁଣିବ, ନହେଲେ ଆଉ କାହା କଥା ଘରେ ଶୁଣେନି, ତା ବାପାଙ୍କୁ ନାହିଁ, ତା ଭାଇକୁ ନାହିଁ, କାହାକୁ ନାହିଁ। ଆଉ ଆସିକିରି ରାତିରେ ସକାଳେ ଅଗଣା ଟିକେ ଧୋଇ ଦେଇଥିଲି ସକାଳେ 6ଟା ବେଳେ, କାହିଁକିନା 6ଟା ବେଳେ ଆମର ସରକାରୀ କଳ ଆସେ 6ଟାରୁ 7ଟା ପର୍ଯ୍ୟନ୍ତ ସକାଳେ। ସେଥିପାଇଁ ସକାଳେ ମୁଁ ଉଠିକିରି ଅଗଣା ଫଗଣା ଧୋଇଦେଲି। ଆଉ ରାତିରେ ଯେଉଁଗୁଡ଼ା ସବୁ ଯେଉଁ ଗଛ ସବୁ ଇଏ ହେଇଯାଇଥିଲା ଏଇ ଝଡ଼ ତୋଫାନରେ, ସେଥିପାଇଁ ସେଇ ପପେୟା ଗଛ ଦେଖନ୍ତୁ, ସେ ପପେୟା ଗଛ ଉପରେ ବି ମାନେ ସବୁ ପତ୍ର ସେ ପୁରା ଏମିତି ନଇକିରି ଇଏ ହେଇଯାଇଥିଲା। ତାକୁ ପୁରା ଠିଆ କରିକିରି ତାକୁ ସବୁ ଇଏ କରିକିରି ତାପରେ ଠିକ୍ କଲି। ମାନେ 10-15 ମିନିଟ୍ ଖାଲି ଅଗଣା ଫଗଣା ଧୋଇଦେଲି। ମୁଁ କହିଲି ଆଉ ଏଗୁଡ଼ା ସବୁ ଯଦି ଦେଖିବି ସେଗୁଡ଼ା ସବୁ ସଫା କରିବାକୁ ଇଚ୍ଛା ହେବ। ସେଥିପାଇଁ ସେଇ ସବୁ ସଫା କଲାବେଳକୁ ପୁଣି ଆଉଥରେ ବହୁତ ସମୟ ଲାଗିବ। ବହୁତ ସମୟ ଲାଗିଲେ ପୁଣି ଆଉଥରେ ଉପର କାମ ସବୁ ଇଏ ହେଇଯିବ। ସେଥିପାଇଁ ମୁଁ ସେଗୁଡ଼ାଟିକୁ ଟିକେ ଟିକେ ଖାଲି ସଫା କଲି। ତାପରେ ଉପରକୁ ପଳେଇ ଆସିବି ମୁଁ ରେକର୍ଡ଼ିଂ କରିବି ବୋଲି। ସବୁଦିନ ସାଧାରଣତଃ ମୋ ଝିଅ ରେକର୍ଡ଼ିଂ କରେ, କିନ୍ତୁ ମୁଁ କାମ କରେ, ମୋ ଝିଅ ରେକର୍ଡ଼ିଂ କରେ। କିନ୍ତୁ ଆଜି ଯେଉଁ ଇଏ ହେଲା, କାହିଁକିନା ସିଏ ଓଡ଼ିଆ ଜାଣିନି ଜମା। ଆଉ ଆମ ଘରେ କେହି ଓଡ଼ିଆ ଜାଣିନାହାନ୍ତି, ଖାଲି ବୁଝିଯିବ ଖାଲି ମୋ ଝିଅ। କିନ୍ତୁ ମୋ ପୁଅ ଆଉ ତା ବାପା 2 ଜଣ ଯାକ ଓଡ଼ିଆ ବୁଝି ବି ପାରିବେନି, କହି ବି ପାରିବେନି 2 ଜଣ ଯାକ। ସେଥିପାଇଁ ଖାଲି ମୋ ଝିଅ ଓଡ଼ିଆ ବୁଝେ ଆଉ କହି ତ ପାରିବନି। ସେଥିପାଇଁ ଓଡ଼ିଆର ବ୍ଲଗ୍ ତ ପୁରା ମାନେ ମୋତେ ହିଁ କରିବାକୁ ପଡ଼ିବ। ସେଥିପାଇଁ ମୁଁ କହିଲି ସମୟ ବି ଅଛି ଏଠି କରିଦେବି। ତାପରେ ଏଗୁଡ଼ା ସବୁ ଇଏ କରିକିରି ଉପରକୁ ଯାଇକିରି ଉପରକୁ ଆସି ଦେଖିଲି ମାନେ ମୋତେ
ରାତିରେ ଏତେ ଲାଗୁଥିଲା କି ଏଇ ପୁରା ଲୁହାର ରଡ଼ ଫଡ଼ ସବୁ ଆସିକିରି ମୋ ଉପରେ ପଡ଼ିଯିବ। ମୁଁ ଉପରେ ଥିଲି ଯେତେବେଳେ ମାନେ ସନ୍ଧ୍ୟା 6ଟା ବେଳେ ଇଏ ହେଉଥିଲା, ସେତେବେଳେ ମୁଁ ସେଇ ଉପରେ ହିଁ ଥିଲି। ମୋ ଝିଅ, ତା ଭାଇ ଆଉ ତା ବାପା 3 ଜଣ ଯାକ ତଳେ ଥିଲେ, କୁକୁର ବି। ସେଥିପାଇଁ ମୁଁ ଖାଲି ଅଧଘଣ୍ଟା ଖାଲି ରହିଲି। ମୁଁ କହିଲି ଆଉ ରହିପାରିବିନି, ମୁଁ ତଳକୁ ପଳେଇଗଲି, ତଳକୁ ପଳେଇ ଆସିଲି। ମାନେ ଘଣ୍ଟାକୁ 200 କିଲୋମିଟର ମାନେ ଇଏରେ ପବନ ବହୁଥିଲା। 200 କିଲୋମିଟର ମାନେ ଜାଣିପାରୁଥିବେ କେତେ ସ୍ପିଡ଼ରେ ମାନେ ପବନ ବହୁଥିଲା। ମୁଁ ଭାବିଲି ଆଜି ତ ପୁରା ରଡ଼ ଫଡ଼ ସବୁ ଉପାଡ଼ିଯିବ, ସବୁ ଉପାଡ଼ିକିରି ପୁରା ଆଉଥରେ ମାନେ କାନ୍ଥ ଫାନ୍ଥ ଭାଙ୍ଗିଯିବ। ଏତେ ଡେଞ୍ଜରସ୍ ଥିଲା ପୁରା ମାନେ ଝଡ଼ ତୋଫାନ। ଆଉ ସେଗୁଡ଼ା ସବୁ ଜଳଖିଆ ଫଳଖିଆ ସରିଗଲା ପରେ ସେ ଦ୍ୱିପହରେ ମୋ ଝିଅ ଆଖୁ ରସ ତିଆରି କଲା ଘରେ ଆଖୁ ରସ ତିଆରି କଲା। ସେ ଆଖୁ ରସ ତିଆରି କରିକି ବହୁତ ଦିନ ହେଲା ଭାବୁଥିଲା କି କରିବି ବୋଲି, କିନ୍ତୁ ହେଇପାରିଲାନି। ଆଜି ତାକୁ ଟିକେ ସମୟ ମିଳିଲା। ଆଉ ସମୟ ମିଳିଲା ପରେ ସେଥିପାଇଁ ସମସ୍ତଙ୍କୁ ଆଖୁ ରସ କରିକି କହିଲା, ମା ଆଜି ବାପା ଅଛନ୍ତି, ମୁଁ ଟିକେ କରିକି ଦେବି ବାପାଙ୍କୁ। ଆଉ କିନ୍ତୁ ସେ ଏତେ ଖୁସିରେ ଆଖୁ ରସ କଲା ପରେ କିନ୍ତୁ ତା ଇଏ ଯେଉଁ ପରିଣାମ ଯାହା ହେଲା, ଆଉ ତାର ଫଳ କ'ଣ ହେଲା ସେଇଟା ଆଗକୁ ଆପଣମାନେ ଦେଖିପାରିବେ। ତାପରେ ତା ବାପା କ'ଣ ରିଆକ୍ସନ୍ ଦେବେ କ'ଣ ନାହିଁ ଆପଣମାନେ ପରେ ଦେଖିବେ। ଏବେ ଯେଉଁ ଗ୍ଲାସରେ ପକେଇଲା ତା ଗୋନ୍ଦ କା ତୀରା, ସେପଟେ ଯେଉଁ ଇଏ ଭଳିଆ ଚାମଚରେ ଯେଉଁ ପକଉଛି, ସେଇଟା ହେଉଛି ତାକୁ ହିନ୍ଦୀରେ କହନ୍ତି ଗୋନ୍ଦ କା ତୀରା। ଏ ଗୋନ୍ଦ କା ତୀରା ମାନେ କ'ଣ, ଏକ ପାଣିରେ ବତୁରେଇବାକୁ ପଡ଼ିବ। ଆଉ ଯେଉଁ ଅଠା ଭଳିଆ ଅଠା ଯେଉଁ ଥାଏ, କେଉଁ ଅଠା ମୁଁ ଜାଣିନି, ଛୋଟ ମାନେ ବଲ୍ ଭଳିଆ ଥାଏ, ତାକୁ ପାଣିରେ 12 ଘଣ୍ଟା ପର୍ଯ୍ୟନ୍ତ ବତୁରେଇଲେ ଛୋଟ ମାନେ କର୍ପୂର, ଯେଉଁ ଛୋଟ କର୍ପୂର ଇଏ ନଥାଏ, ସେମିତି ଭଳିକା ଥାଏ। କିନ୍ତୁ ତାକୁ ଯଦି ପାଣିରେ ପକେଇଲେ ଏଇଟା ମାନେ ଗିନା ଭର୍ତ୍ତି ହେଇଯିବ, ମାନେ ଫୁଲିକିରି ଏତେ ବେଶୀ ହେଇଯିବ। ଆଉ ସେ ହେଉଛି ସବ୍ଜା ମଞ୍ଜି ଆଉ ସେ ଗୋନ୍ଦ କା ତୀରା ଦୁଇଟାକୁ ଆଖୁ ରସରେ ମିଶେଇକିରି ମୋତେ ଦେଲା। ମୋ କାମ ସବୁ ସରିଯାଇଥିଲା, ମୁଁ ଟିକେ ଶୋଇଥିଲି। ମୁଁ କହିଲି ଗରମ ଲାଗୁଛି, ସେଥିପାଇଁ ମୋ ଝିଅ ଆସିକିରି ସେଗୁଡ଼ା ସବୁ ମାନେ ଆଖୁ ରସ କରିକିରି ସେଥିରେ ଏଗୁଡ଼ା ସବୁ ଇଏ କରିକିରି ମୋତେ ଦେଲା। ମା ତମେ ପିଇକି ଦେଖୁଛନ୍ତି କେମିତି ଲାଗୁଛି ଘରେ ଇଏ କଲା ପରେ। ଆପଣମାନେ ବୋଧେ କେବେ କେବେ ଏମିତି ଲାଗେ କି ଖରା ଏତେ ହେଉଥିବ କି ଆଖୁ ରସ ପିଇବାକୁ ଇଚ୍ଛା ହେବ, କିନ୍ତୁ ବାହାରକୁ ଯିବାକୁ ଇଏ ହେବନି ଜମା ଏତେ ଖରାକୁ ଦେଖିକି। ସେଇ ସମୟରେ କ'ଣ ଘରେ ନିଜେ ବି ତିଆରି କରିପାରିବେ, ଏତେ ବଢ଼ିଆ ଲାଗେ। ସେଇଟା ଖାଲି କିଛି ଇଏ କରିବାକୁ ପଡ଼ିବନି। ଖାଲି ଆପଣ ଯଦି 2 ଗ୍ଲାସ୍ ଆଖୁ ରସ ଯଦି କରିବେ ଘରେ, ତାହେଲେ 2 ଗ୍ଲାସ୍ ପାଣିରେ, ଥଣ୍ଡା ପାଣିରେ, ପୁରା ଫ୍ରିଜ୍ ପାଣିରେ 10-15ଟା ଟିକେ ପୁଦିନା ପତ୍ର ଆଣିକି ପକେଇବେ। ତାପରେ 4-5 ଚାମଚ ହେଉଛି ଗୁଡ଼ ପକେଇବେ। ତାପରେ 2ଟା ଲେମ୍ବୁ ଚିପୁଡ଼ିକିରି, ତାପରେ ଟିକେ ସୈନ୍ଧବ ଲବଣ ଯେଉଁ ଥାଏ ତାକୁ ଟିକେ ଖାଲି ମାନେ ଏମିତି ଯେଉଁ ଇଏରେ 1 ଚାମଚର ଅଧା ଚାମଚ ବି ନା, ତାଠୁ ଆହୁରି ଟିକେ କମ୍ ସେଇ ଲବଣ ପକେଇକିରି ତାପରେ ଏଟାକୁ ମିକ୍ସି କରିନିଅନ୍ତୁ। ତାପରେ ସେଇଟାକୁ ଯଦି ପିଇବେ, ବହୁତ ମାନେ ଏମିତି ଲାଗିବ କି ସତରେ ଆଖୁ ରସ, ବହୁତ ସ୍ୱାଦିଷ୍ଟ ଲାଗେ। ଏବେ ମାନେ କରିକିରି ମୋତେ ଦେଲା ପରେ ତାକୁ ଟିକେ ଇଏ ହେଇଯାଉଛି, କାହିଁକିନା ଏତେ ଝାଳ ନାଳ ହେଇଯାଇଛି ପୁରା ମୋ ଝିଅ। ଝାଳ ନାଳ ହେଇକିରି ହେଲେ ବି କରିକି ଦେଉଛି। ଆଜି ମୋ ଭାଗ୍ୟ ଭଲ, ନହେଲେ ସେଥିପାଇଁ ମୁଁ ଆଉ ପାଖକୁ ଆସିଲିନି। ମା ତୁ କ'ଣ କରୁଛୁ କ'ଣ ନାହିଁ, ସେ ମୋତେ ଯାହା ପଚାରିଲା ସେଗୁଡ଼ା ସବୁ ଖାଲି କହିଦେଲି। ଚୁପଚାପ ହେଇକିରି ବସିଥିଲି। ମୁଁ ଯଦି କହିବି ତାକୁ କିଛି ପଛରେ, ମାଲୋ ଏବେ ତୁ କରନା, ଏବେ ନାହିଁ ବୋଲି, ସେ ଆଉ ମାନେ ଜୀବନରେ ବି ମୋତେ ଦ୍ୱିତୀୟ ଥର ନା ପଚାରିବ ନା କେବେ କରିକି ଦେବ। ସେଥିପାଇଁ ମୁଁ ତାକୁ ଆଉ ମନା କଲିନି। ମା ଏବେ ମୋତେ କହିଲା କି ପଚାରିଲା, ମୁଁ ଏବେ କରିବି। ମୁଁ କହିଲି ହଉ ଠିକ୍ ଅଛି କରିଦିଏ। ମୁଁ ଯଦି ମନା କରିଥାନ୍ତି, ଆଉ ସେଇଦିନ ତ ଶିବ ତାଣ୍ଡବ ପୁରା। ଏତେ ଝାଳ ନାଳ ହେଇକିରି ବି ସେ ପୁରା କରିକି ତା ଭାଇକୁ, ମୋତେ, ସମସ୍ତଙ୍କୁ ମାନେ ଇଏ କରିକିରି ସର୍ଭ କରୁଛି। ସର୍ଭ କଲା ପରେ ସେଗୁଡ଼ା ଇଏ କଲା, ନିଜେ ଟିକେ ଟେଷ୍ଟ କରିନେଲା। ଆଉ ତାକୁ ଯେତେ ଦରକାର ସେଇଟା ପିଇ ନେଲା ପରେ ଏଇଟା ତା ଭାଇଙ୍କ ପାଇଁ, ତା ବାପାଙ୍କ ପାଇଁ ଦେବା ପାଇଁ ଯାଉଛି। ଦେବା ପାଇଁ ସେଇଟା ଇଏ କଲା ପରେ ଆସିକି 10 ମିନିଟ୍ ହିଁ ତା ଭାଇକୁ ତା ବାପାଙ୍କୁ 2 ଜଣଙ୍କୁ ଦେଇଦେଲା। ଏବେ ତଳକୁ ନେଇକି ଯାଉଛି। ସେ ନେଇକି ଯିବା ଭିତରେ ତା ପାଇଁ ଟିକେ ମାନେ ଇଏ ହେଇଗଲା କି ବେଶୀ ନିଜେ କବାଟ ଖୋଲିକିରି ନିଜେ ସବୁ ଇଏ କଲାବେଳକୁ ତାକୁ ଟିକେ ମାନେ ବଡ଼ ଅସୁବିଧା। ତାକୁ ପଛରେ କିଏ ଥିଲେ, ସେ ଯଦି କେଉଁ କାମ କରିବ ତା ପଛରେ ଜଣେ ଆସିଷ୍ଟାଣ୍ଟ ଥିବା ଦରକାର ଅଛି। ତା ଆସିଷ୍ଟାଣ୍ଟ ମାନେ ମୁଁ ଥିବି, ନହେଲେ ତା ଭାଇ ଥିବ, ଯିଏ ହେଲେ ବି ଗୋଟେ ଆସିଷ୍ଟାଣ୍ଟ ଥିବା ଦରକାର ଅଛି। ସେ ଆସିଷ୍ଟାଣ୍ଟ ଥିଲେ ସେ କହୁଥିବ, ତା ଡାଇରେକ୍ସନ୍ ଅନୁସାରେ ଆମେ 2 ଜଣ ଭିତରେ ଯିଏ ହେଲେ ବି କାମ କରୁଥିବୁ। କିନ୍ତୁ ତା ଭାଇ ତଳେ ରହିଲା, ଆଉ ମୁଁ ତ ଏବେ ସବୁ ପୁରା କାମ କରିକି ଟିକେ ଥକି ଯାଇଥିଲି, ତ ଶୋଇପଡ଼ିଥିଲି ସେଇଠି।
ସେଥିପାଇଁ ସେ ଆଉ କିଛି କହିଲାନି। ସେଥିପାଇଁ ଆସିଲା, ତା ଭାଇ ବି ତାକୁ ଆପ୍ରିସିଏଟ୍ କଲା କି ହଁ ଦିଦି ବହୁତ ବଢ଼ିଆ ହେଇଛି ବୋଲି। ସେଥିପାଇଁ ତାକୁ ଆହୁରି ଅଛି କି ବୋଲି ତାକୁ ପଚାରୁଛି, ନା ଆହୁରି ଅଛି କି। ତାପରେ ଗଲା ତା ବାପାଙ୍କୁ ଦେଲା। ତା ବାପାଙ୍କୁ ଦେଲା ପରେ ଏଇଠି ଦେଖନ୍ତୁ ସେଇ ଗ୍ଲାସ୍ ସେ ଚାଟିବ ଆମ ହାଚି। କଫି ଗ୍ଲାସ୍, ଚାହା ଗ୍ଲାସ୍, ଯେଉଁ ଗ୍ଲାସ୍ ବି ଥିବ ସେଇଥିରେ ମାନେ ମିଠା ମିଠା ଲାଗିବ ବୋଲି ସେଇଥିରେ ଚାଟି ପକେଇବ। କିନ୍ତୁ ଏଇଟା ବେଶୀ ତାକୁ ଇଏ ଲାଗିଲାନି, ସେଥିପାଇଁ ବେଶୀ ଆଉ ସେ ଗ୍ଲାସ୍କୁ ସେଇଠି ଥୋଇଦେଲା। ଆଉ ଏବେ ଝିଅ ଯାଉଛି ତା ବାପାଙ୍କୁ ଶୋଇଛନ୍ତି, ଖାଇବା ସରିଗଲା ତାଙ୍କର, ଆଉ ସେ ଶୋଇପଡ଼ିଛନ୍ତି। ଆଉ ତାଙ୍କୁ ଆସିକି ଏଇଟା ଦେଲା। କିନ୍ତୁ ତାଙ୍କୁ ଆପଣ ଦେଖିବେ ତାଙ୍କ ମୁହଁର ଏକ୍ସପ୍ରେସନ୍ ଅନୁସାରେ ତାଙ୍କୁ ବିଲକୁଲ ପସନ୍ଦ ହେଲାନି। ସେଥିପାଇଁ କେମିତି କେମିତି ଲାଗୁଛି ବୋଲି କହିକିରି ତାକୁ ଇଏ ଦେଖନ୍ତୁ ତା ମୁହଁ କେମିତି କରୁଛନ୍ତି, ମାନେ ତାଙ୍କୁ ଜମା ପସନ୍ଦ ହେଲାନି। ସେଥିପାଇଁ କହିଲେ ମୁଁ ଦରକାରନି ବୋଲି କହିଦେଲେ, ଆଉ ଦରକାରନି ବୋଲି କହିକିରି ଦେଇଦେଲେ। ଆଉ ଯେମିତି ସେ ସେମିତି କହିଲେ ତାକୁ ସେ ମୋ ଝିଅ ରାଗିଗଲା। ମୁଁ ଏତେ ଖରାରେ ଏତେ ସମୟ ପର୍ଯ୍ୟନ୍ତ ଇଏ କରିକିରି ମୁଁ ସବୁ କରିକି ଦେଲି, ଆଉ ତା ବାପା ଯେମିତି ମନା କରିଦେଲେ। ସେଥିପାଇଁ ଉପରକୁ ଆସିଲା, କହିଲା ମା ତମେ ଆଉ କେବେ କୁହନି, ଯେଉଁ ଜିନିଷ ହେଲେ ମୁଁ ବାପାଙ୍କୁ ଜମା ଦେବିନି। ସାଙ୍ଗେ ସାଙ୍ଗେ ସେ ରାଗିଗଲା। ସେଠି ପଛପଟୁ ମାନେ ରେକର୍ଡ଼ିଂ କରୁଛି। ସେଥିପାଇଁ ସେ ଏଇଠି ଦେଖନ୍ତୁ ସେ ଗ୍ଲାସ୍ ଆଣିକି ଏଇଠି ଥୋଇଦେଲା, ଆଉ ଥୋଇକିରି ସେଠି ପଳେଇଲା। କହିଲା ତମେ ପିଇବ, ଯଦି ପିଇବା କଥା ଅଛି ପିଅ, ନହେଲେ ନାହିଁ, ମୁଁ ପଳଉଛି ବୋଲି କହିକିରି ସେ ପାଣି ସେଠି ପାଣି ଟିକେ ପକେଇଦେଲା। ସେ ପାଣି ଟିକେ ପକେଇକିରି ତାକୁ ମାନେ ସେ ନିଜେ ପିଇଦେଲା ମଧ୍ୟ। ସେ ତା ବାପାଙ୍କୁ ଦେଲା କେଜାଣି, ସେଇଟା ନେଇକି ଗଲା। ତାପରେ ଏଇଠି ଦେଖନ୍ତୁ ପୁଣି ଆଉ ଥରେ ଦେଲା, ସେଇଥିରେ ଟିକେ ପାଣି ପକେଇକିରି ତାପରେ ତା ବାପାଙ୍କୁ ଦେଲା। ପ୍ରଥମେ ମନା କରୁଥିଲେ, ଆଉ ଏବେ ଦୁଇ ଜଣ ଭାଇ ଭଉଣୀ 2 ଜଣ ଯାକ ବାହାରିଲେ ଆଇସ୍କ୍ରିମ୍ ଆଣିବା ପାଇଁ। ତା ବାପା କହିକି କି ତମେ 2 ଜଣ ଯାକ ଯାଅ ଆଇସ୍କ୍ରିମ୍ ନେଇକି ଆସିବ ବୋଲି। ସେଥିପାଇଁ 2 ଜଣ ଯାକ ବାହାରିଲେ। 4ଟା, 4:30 ସନ୍ଧ୍ୟାବେଳେ 4:30 ବେଳେ ବାହାରିଲେ ଆଇସ୍କ୍ରିମ୍ ଆଣିବା ପାଇଁ। ଆଇସ୍କ୍ରିମ୍ ଆଣିବା ପାଇଁ ଯାଉଛନ୍ତି। ଏବେ ମୋ ଝିଅ ପୁଅ 2 ଜଣଙ୍କର ଏମିତି ଗୋଟେ ଅଭ୍ୟାସ ଯେ ସିଏ ଯେଉଁ ଗୋଟେ ଦୋକାନକୁ ଯିବେ ମାନେ ସିଏ ସେଇ ଇଏରେ ରହିବା ପର୍ଯ୍ୟନ୍ତ, ଜୀବନ ପର୍ଯ୍ୟନ୍ତ ସେଇ ଗୋଟେ ଦୋକାନ ହିଁ ଯିବେ। ସେଇ ଗୋଟେ ଦୋକାନରେ ଯଦି ଜିନିଷ ବି ଯେଉଁ ଜିନିଷ ଆଣୁଥିବେ ତାଙ୍କୁ ଦରକାର, ସେଇ ଜିନିଷ ନଥିବ ଯଦି ଆଉ ଗୋଟେ ଦୋକାନକୁ ଯିବେନି। ଆଉ ତାଙ୍କୁ ଆଡ଼ଭାନ୍ସରେ କହିବେ ତମେ ଏଇ ଜିନିଷ ଆଣିକି ଫୋନ୍ କରିକିରି କୁହ, ତାପରେ ଆମେ ଆସିବୁ, ଆଉ ସେଇ ଜିନିଷ ତମଠୁ ହିଁ ନେଇକି ଯିବୁ। ମାନେ ଏତେ ବିଶ୍ୱାସୀ ମୋ ଝିଅ ଆଉ ପୁଅ 2 ଜଣ ଯାକ। ଯିଏ ଦୋକାନବାଲା ମାନେ ଯିଏ ହେଲେ ବି ସେଠି ମୋ ଝିଅ ପୁଅ ଗଲେ ଭାରି ମାନେ ସେମାନେ ଖୁସି। କି ଜାଣିଛନ୍ତି ଯେ କାହାକୁ ଯଦି ଗୋଟେ ଟଙ୍କା ବି ଯଦି ମାନେ କାହାର ଟିକେ ଉଧାର ରହିଯିବ, ସେଇ ଯେଉଁ ବାକି ରହିଯିବ ମାନେ ଆଉ ସେମାନେ ଆଉ ଛାଡ଼ିବେନି। ମା ତାଙ୍କୁ ଦେଇଦିଅ, ଟଙ୍କାଟେ ଦେବାକୁ ପଡ଼ିବ, ଟଙ୍କାଟେ ଦେବାକୁ ପଡ଼ିବ। ମୁଁ ସେମାନଙ୍କୁ କୁହେ ବାପା ସେମାନେ ଜାଣିଛନ୍ତି, ମାନେ 25-26 ବର୍ଷ ହେଲାଣି, ସେମାନେ ଜାଣିଛନ୍ତି କି ଆଜି ଏବେ ଯଦି ନ ଦେବା କାଲି ଦେଇଦେବା। ନା କାଲି ଯଦି ଆମେମାନେ ଭୁଲିଯିବା, ସେମାନେ ଦୋକାନୀ ତାଙ୍କ ପାଖକୁ ତ ବହୁତ ଜଣ ଲୋକ ଆସନ୍ତି, କାଳେ ସେମାନେ ଭୁଲିଯିବେ, କାଳେ ଆମେମାନେ ଭୁଲିଯିବା। ସେଥିପାଇଁ ସାଙ୍ଗେ ସାଙ୍ଗେ ମୋ ଝିଅ ହଉ ମୋ ପୁଅ ହଉ 2 ଜଣ ଯାକ ନା କାହାର ପଇସା ଖାଇବା ନା କିଛି ଇଏ କରିବ, ମାନେ ଏତେ ସ୍ୱାଭିମାନୀ ମୋ ଝିଅ ଆଉ ପୁଅ 2 ଜଣ ଯାକ। ଆଉ ଯେଉଁଠି ଦୋକାନକୁ ବି ଯିବେ ଯଦି ମାନେ କେଉଁ ଜିନିଷ ଆଣିବା ଆଗରୁ ହିଁ ମୋ ଝିଅ ସବୁ ହିସାବ କରିକିରି ସେମାନଙ୍କୁ କହିଦେବ। ଆଉ ଯଦି କେବେ କେବେ କେଉଁ ଦୋକାନୀ ଟିକେ ମାନେ ତରବରରେ ଟିକେ ଏବେ ମାନେ କମ୍ ବେଶୀ ହେଇଯାଏ कि कम पैसा निहंती, और यदि कहीदे मो झील सांगे सांगे कहीदेव अंकल आपका इतना पैसा हुआ है, आप इतना कम क्यों बोल रहे हो। एमती कहीकि माने एते मो झील और पुओ एमती ग्राहक मिलवा को दुकान माने बहुत धन्य। ये मु ठिया से मैंने आनिला आइसक्रीम आनिला पर मुझे बसवाई माने गरम एते गरम आपड़ आगे कहले से गरम पाई ऊपर को जीवाक इच्छा होनी। से कूलर पाखे मु आम कुकुर 2 जन जाक बसी से मैंने आनिला आइसक्रीम से आउ कौन कौन सब मो झी आनिला घर पर जो जिनस सब दरकार थिला से गुड़ा सब जिनस भी आनिला पर आइसक्रीम भी आनिला। आइसक्रीम आम मैंने बसिक खाइलु। तापर से दुकानी जो अच्छा